ଯିଏ ରହିଥାନ୍ତି ଆଲୋକରେ, ଯିଏ ରହିଥାନ୍ତି ଅନ୍ଧାରରେ। ଅନ୍ଧମାନଙ୍କର ଆଖି ସେ। ଜନ୍ମ ମୃତ୍ୟୁ ଜୀବନ ଯୌବନ, ସୂର୍ଯ୍ୟ ଚନ୍ଦ୍ର ଗ୍ରହ ନକ୍ଷତ୍ର ସଦା ସର୍ବଦା ସେ ବିଦ୍ୟମାନ। ସେ ହେଉଛନ୍ତି ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥ। ବନ୍ଧୁମାନେ, ଓଡ଼ିଶା ପ୍ରଭୁ ଜଗନ୍ନାଥ ମନ୍ଦିରକୁ ନେଇ ପୁରା ଦୁନିଆରେ ପ୍ରସିଦ୍ଧ। କ'ଣ ଆପଣ ଜାଣିଛନ୍ତି ପୁରୀର ଜଗନ୍ନାଥ ସଂସ୍କୃତି କେଉଁ ଦିନଠାରୁ ଓ କିଏ ଆରମ୍ଭ କରିଥିଲେ? ଏହା ପଛର କାହାଣୀ କ'ଣ? ଏହି ସମ୍ପୂର୍ଣ୍ଣ କାହାଣୀ ଜାଣିବା ପାଇଁ ହେଲେ ଭିଡିଓକୁ ଜମା ବି ସ୍କିପ୍ କରନ୍ତୁ ନାହିଁ। କୁହାଯାଏ ଯେ ମଧ୍ୟ ଭାରତରେ ଇନ୍ଦ୍ରଦ୍ୟୁମ୍ନ ନାମକ ଏକ ରାଜା ରହୁଥିଲେ। ତାଙ୍କ ରାଜଧାନୀର ନାମ ଥିଲା ଅବନ୍ତୀ। ରାଜା ଇନ୍ଦ୍ରଦ୍ୟୁମ୍ନ ଭଗବାନ ବିଷ୍ଣୁଙ୍କ ବଡ଼ ଭକ୍ତ ଥିଲେ। ସଦାସର୍ବଦା ଭଗବାନ ବିଷ୍ଣୁଙ୍କ ଦର୍ଶନ ପାଇଁ ଇଚ୍ଛୁକ ରହୁଥିଲେ। ଗୋଟିଏ ଦିନ ଜଣେ ଋଷି ବୁଲି ବୁଲି ରାଜାଙ୍କ ମହଲରେ ଆସି ପହଞ୍ଚିଲେ। ରାଜାଙ୍କୁ ଋଷି ଜଣକ କହିବାକୁ ଲାଗିଲେ, ରାଜନ, ଓଡ଼ିଶାରେ ବିଷ୍ଣୁଙ୍କ ଭବ୍ୟ ରୂପ ନୀଳମାଧବଙ୍କୁ ପୂଜା କରାଯାଉଛି। ହେଲେ ସେ ଜାଗା ଓଡ଼ିଶାରେ କେଉଁ ଜାଗାରେ ଆପଣଙ୍କୁ ଖୋଜିବା ପାଇଁ ପଡ଼ିବ? ଏହି କଥା ଶୁଣି ରାଜା ଇନ୍ଦ୍ରଦ୍ୟୁମ୍ନ ଆନନ୍ଦିତ ହୋଇଗଲେ। ରାଜା ତୁରନ୍ତ ରାଜମହଲର ମୁଖ୍ୟ ପୂଜାରୀ ଭାଇ ବିଦ୍ୟାପତିଙ୍କୁ ଆଦେଶ ଦେଲେ, ଓଡ଼ିଶାକୁ ଯାଇ ନୀଳମାଧବଙ୍କୁ ସନ୍ଧାନ କର। ରାଜାଙ୍କ ଆଦେଶ ଅନୁସାରେ ବହୁତ ଲମ୍ବା ଯାତ୍ରା ପରେ ବିଦ୍ୟାପତି ଓଡ଼ିଶାରେ ପହଞ୍ଚି କିଛି ଗୁପ୍ତଚର ସହିତ ଭେଟ ହେଲେ। ଗୁପ୍ତଚର କହିଲେ, ଶବରଙ୍କ ମୁଖିଆ ବିଶ୍ୱାବସୁ ଏକ ଗୁପ୍ତ ଗୁମ୍ଫା ଭିତରେ ନୀଳମାଧବଙ୍କ ପୂଜା କରୁଛନ୍ତି। ଏହି କଥା ଶୁଣି ବିଦ୍ୟାପତି ବିଶ୍ୱାବସୁଙ୍କୁ ବହୁତ ନିବେଦନ କଲେ କି ସେ ତାଙ୍କୁ ଦେବପୂଜା ସ୍ଥାନ ଦେଖାଇବା ପାଇଁ। ହେଲେ ସର୍ଦ୍ଦାର ରୋକଠୋକ୍ ମନା କରିଦେଲେ। ବିଦ୍ୟାପତି ସେହି ଗ୍ରାମରେ କିଛି ଦିନ ରହିଲେ। କିଛି ଦିନ ପରେ ବିଶ୍ୱାବସୁଙ୍କ ଝିଅ ଲଳିତାଙ୍କ ସହ ପ୍ରେମ ହୋଇଗଲା। ବିଦ୍ୟାପତି ଓ ଲଳିତା ବିବାହ ମଧ୍ୟ ହୋଇଗଲେ। ବିବାହର କିଛି ଦିନ ପରେ ବିଦ୍ୟାପତି ତାଙ୍କ ପତ୍ନୀଙ୍କୁ ନୀଳମାଧବଙ୍କ ଦର୍ଶନ ପାଇଁ ବିଶ୍ୱାବସୁଙ୍କୁ ମନେଇବା ପାଇଁ କହିଲେ। ଝିଅର ଜିଦିକୁ ଦେଖି ବିଶ୍ୱାବସୁ ମାନିଗଲେ। ହେଲେ ଗୋଟିଏ ସର୍ତ୍ତରେ ବିଦ୍ୟାପତିଙ୍କ ଆଖିରେ ପଟି ବାନ୍ଧି ନୀଳମାଧବଙ୍କ ନିକଟକୁ ନିଆଯିବ। ହେଲେ ବିଦ୍ୟାପତି ଚତୁରତା ସହ କିଛି ସୋରିଷ ନେଇ ଯାଇଥିଲେ। ରାସ୍ତା ମନେ ପକେଇବା ପାଇଁ ସୋରିଷ ଦାନାକୁ ପକେଇ ପକେଇ ଗଲେ। ଗୁପ୍ତ ଗୁମ୍ଫା ପାଖରେ ପହଞ୍ଚି ବିଦ୍ୟାପତିଙ୍କ ଆଖିରୁ ପଟି କାଢ଼ି ଦିଆଗଲା। ନୀଳମାଧବଙ୍କ ଦିବ୍ୟ ମୂର୍ତ୍ତିକୁ ଦେଖି ଆଖି ଝଲସି ପଡ଼ିଲା ବିଦ୍ୟାପତିଙ୍କର। ଗୁପ୍ତ ଗୁମ୍ଫା ନିକଟରୁ ଆସି ବିଦ୍ୟାପତି ରାଜାଙ୍କ ନିକଟରେ ସବୁ କଥା ପ୍ରକାଶ କଲେ। ରାଜା ପ୍ରିୟ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ତୁରନ୍ତ ବାହାରିଗଲେ। ଯେତେବେଳେ ରାଜା ଇନ୍ଦ୍ରଦ୍ୟୁମ୍ନ ବିଦ୍ୟାପତିଙ୍କ ସହ ଗୁପ୍ତ ଗୁମ୍ଫା ପାଖରେ ପହଞ୍ଚିଲେ, ହେଲେ ଦେଖିଲା ବେଳକୁ ସେଠାରେ କିଛି ବି ନଥିଲା। ନୀଳମାଧବ ଅନ୍ତର୍ଦ୍ଧାନ ହୋଇଯାଇଥିଲେ। ରାଜା ନିରାଶ ହୋଇ ମହଲକୁ ଫେରିଆସିଲେ। ସେହିଦିନ ରାତ୍ରରେ ରାଜାଙ୍କ ସ୍ୱପ୍ନରେ ଦେବଲୋକରୁ କିଛି ସନ୍ଦେଶ ଆସିଲା। ତୁମେ ପୁରୀ ଯାଅ, କାଠର ଏକ ଦାରୁକୁ ମହୋଦଧିରୁ ଆଣିବ। ରାଜା ଏହି କଥାକୁ ପାଳନ କଲେ। ରାଜାଙ୍କୁ ପୁରୀର ସମୁଦ୍ର ତଟରେ ସତରେ ଏକ କାଠଗଣ୍ଡି ଭାସୁଥିବାର ଦେଖିଲେ। ହେଲେ ରାଜାଙ୍କ ସୈନ୍ୟ ସାମନ୍ତ ବହୁତ ପ୍ରଚେଷ୍ଟା କଲେ, କେହି ବି ସେ କାଠଗଣ୍ଡିକୁ ଉଠେଇ ପାରିଲେ ନାହିଁ। ଶେଷରେ ଶବର ସର୍ଦ୍ଦାର ବିଶ୍ୱାବସୁଙ୍କ ଦ୍ୱାରା ମହଲକୁ କାଠଗଣ୍ଡିଟି ଅଣାଗଲା। ହେଲେ ସେ କାଠ କୌଣସି କାରିଗର ନୀଳମାଧବଙ୍କ ଛବି ନିର୍ମାଣ କରିପାରୁନଥିଲେ। ଯେତେବେଳେ ଏହି ମୂର୍ତ୍ତି ନିର୍ମାଣ କାର୍ଯ୍ୟ ବହୁତ ଜଟିଳ ହୋଇଗଲା, କୁହାଯାଏ ଦେବତାଙ୍କ ଶିଳ୍ପୀକାର ବିଶ୍ୱକର୍ମା ଏକ ବୁଢ଼ା ବଢ଼େଇ ରୂପରେ ଆସିଲେ। ସେ ରାଜାଙ୍କୁ ଭରସା ଦେଲେ, ମୁଁ ଏହି କାଠରେ ମୂର୍ତ୍ତି ତିଆରି କରିଦେବି, ହେଲେ କିଛି ସର୍ତ୍ତ ପାଳନ କରିବାକୁ ପଡ଼ିବ। ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି ତିଆରି କରିବା ପାଇଁ 21 ଦିନ ଲାଗିବ। ମୁଁ ଏକା ନିର୍ମାଣ କରିବି, ହେଲେ କିଏ ବି ଏ କାମରେ ଯେମିତି ମୋତେ ବାଧା ଦେବ ନାହିଁ। ରାଜା ଏହି ସବୁ ସର୍ତ୍ତକୁ ମାନିନେଲେ। ଲୋକଙ୍କୁ ହାତୁଡ଼ା ଠକ୍ ଠକ୍ ନିର୍ମାଣ ଆବାଜ ଶୁଭୁଥିଲା। ହେଲେ 15 ଦିନ ପରେ ଯେବେ ରାଣୀଙ୍କୁ କୌଣସି ଶବ୍ଦ ଶୁଣାଗଲା ନାହିଁ, ସେ ବ୍ୟସ୍ତ ବିବ୍ରତ ହୋଇଗଲେ। ସେ ଭାବିଲେ ବୁଢ଼ା କାରିଗର ଭୋକ ଶୋଷରେ ମରିଗଲା। ସେଥିପାଇଁ ରାଣୀ ଗୁଣ୍ଡିଚା ରାଜାଙ୍କୁ ଦ୍ୱାର ଖୋଲିବା ପାଇଁ ଜିଦ୍ଦି କଲେ। ରାଣୀଙ୍କ ଜିଦି ଅନୁସାରେ ଦ୍ୱାରକୁ ଖୋଲାଗଲା। ଦେଖିଲା ବେଳକୁ ବୁଢ଼ା କାରିଗର ଅଦୃଶ୍ୟ ହୋଇଯାଇଛନ୍ତି। ଅଧା ଗଢ଼ା 3 ମୂର୍ତ୍ତି ନିର୍ମାଣ କରିଯାଇଛନ୍ତି, ଯିଏ ଆଜି ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ରୂପରେ ପୁରୀ ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି। ଆପଣ ଯଦି ପ୍ରଭୁଙ୍କ ନବକଳେବର ବିଷୟରେ ଜାଣିବାକୁ ଚାହୁଁଛନ୍ତି, ଭିଡିଓ ଡିସ୍କ୍ରିପ୍ସନ୍ ବକ୍ସରେ ଲିଙ୍କ ଅଛି। ଭିଡିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିନେବେ। ଜୟ ଜଗନ୍ନାଥ।